ଭୋକରେ ଝିଅଟି ଖଣ୍ଡେ ରୁଟି ମାଗିଥିଲେ। ଜବାବରେ କରୋଡ଼ପତି ଯୁବକ ଏମିତି କିଛି କରିଲେ ସମସ୍ତଙ୍କ ମୁଣ୍ଡ ଲାଜରେ ତଳକୁ ହୋଇଗଲା। ଏମିତି କ'ଣ କରିଲେ ଯେ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଗଲା? ଆସନ୍ତୁ ଜାଣିବା ଏହି କାହାଣୀରେ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଆପଣଙ୍କୁ କିଛି ଶିଖିବା ପାଇଁ ମିଳିବ। ନମସ୍କାର, ସରସ୍ୱତୀ ଷ୍ଟୋରି କ୍ରିଏସନ୍ ଚ୍ୟାନେଲରେ ମୁଁ ସରସ୍ୱତୀ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ଏବେ ଚାଲନ୍ତୁ ଆରମ୍ଭ କରିବା ଆଜିର। ସାଙ୍ଗମାନେ, ଇଏ ଏକ ସତ୍ୟ ଘଟଣା। କଟକ ସହରର ସହରର ପୁରୁଣା ଛକରେ ହୋଇଥିବା ଚା ଆଉ ବ୍ରେଡ୍ ପକୁଡ଼ି ଦୋକାନ। ବାହାରେ ବସିଥିଲେ ଜଣେ 19 ବର୍ଷର ଝିଅ। ତାଙ୍କ ନାଁ ଥିଲା ସଙ୍ଗୀତା ମିଶ୍ର। ବହୁତ ସାଧାସିଧା, ଏତେ କୋମଳ ଯେ ଦେଖିଲା ଲୋକେ ଗୋଟେ ଥର ଦେଖାରେ ମୋହିତ ହୋଇଯାଉଥିଲେ। ବଡ଼ ବଡ଼ ଆଖି, ଯେଉଁଥିରେ ସରଳତା ବି ଥାଏ, ଆଉ ଅଧା ରହିଯାଇଥିବା କାହାଣୀର ବୋଝ ବି। ଯେମିତିକି ତାଙ୍କ ସୁଧୁରିବା ପାଇଁ ସମୟ ତାଙ୍କୁ ସମୟ ବି ଦେଇନି। ପିନ୍ଧିଥିବା ଡ୍ରେସ୍ ଗୋଟେ ସାଧାରଣ ପରି ଡ୍ରେସ୍ ଥିଲା, କିନ୍ତୁ ତାଙ୍କ ଚେହେରାରେ ଏତେ ସାଧାସିଧା ଭୋଲାପନ ଯେ କୌଣସି ଲୋକ ତାଙ୍କୁ ନ ଚାହିଁକି ରହିପାରୁନଥିଲେ। ସେହି ସମୟରେ ଦୋକାନୀ ବାହାରକୁ ଯାଇଥିଲେ କିଛି ଜିନିଷ ଆଣିବାକୁ, ଆଉ ସଙ୍ଗୀତା ସେହି ଦୋକାନ ଆଗରେ ଏକ ବେଞ୍ଚ ଉପରେ ବସିଥିଲେ। ଠିକ୍ ସେତିକି ବେଳେ ଗୋଟେ ଧଳା ରଙ୍ଗର କାର୍ ଆସି ରହିଲା। କାରରୁ ଜଣେ ଯୁବକ ଓହ୍ଲେଇଲେ। ତାଙ୍କ ବୟସ ପାଖାପାଖି 27 ବର୍ଷ ହେବ। ଲମ୍ବା ପତଳା ଶରୀର, ଆଉ ଆଖିରେ ନିଜର ପଣିଆ। ନାଁ ଥିଲା ଆଦିତ୍ୟ ମଲ୍ହୋତ୍ରା। ସଫା ଚିକ୍କଣର ଡ୍ରେସ୍, ମୁହଁ ଚମକୁଥାଏ, କିନ୍ତୁ ତାଙ୍କ ମନରେ ଧନୀ ବୋଲି ଗର୍ବ ନଥିଲା। ତାଙ୍କ ମନରେ ଯେମିତି ଗୋଟେ ଛୋଟ ପିଲା ହୋଇଥାଏ, ସେଇଭଳି ସରଳ। ଆଦିତ୍ୟ ସବୁବେଳେ ଛୋଟ ଠେଲାରୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ତାଙ୍କୁ ଲାଗୁଥିଲା, ଆମେ ଯଦି କୋଉ ଛୋଟ ଦୋକାନରୁ କିଛି କିଣିକି ଖାଇବା, କେବଳ ଖାଇବା ନୁହେଁ, ସେ ଦୋକାନୀର ରୋଜଗାର କରିବା ପାଇଁ ଗୋଟେ ବିଶ୍ୱାସ ବି ରହିବ। ସେ ଆଡ଼େ ସାଡ଼େ ଦେଖିଲେ, ଡାକିଲେ, ଦୋକାନୀ ଭାଇ ଅଛ କି? ବ୍ରେଡ୍ ପକୁଡ଼ି ମିଳିବ? ସଙ୍ଗୀତା ଧୀରେ କି ଚମକି ପଡ଼ିଲେ। ଫେର୍ ଧୀରେ କହିଲେ, ଦୋକାନୀ ଭାଇ ବାହାରକୁ ଯାଇଛନ୍ତି। ତମେ ଚାହିଁବ ଯଦି ଅଳ୍ପ ସମୟ ଅପେକ୍ଷା କରିପାରିବ। ଆଦିତ୍ୟ ହସିଲେ ଆଉ ପାଖକୁ ଆସିକି କହିଲେ, ଠିକ୍ ଅଛି, କିନ୍ତୁ ଭୋକ ଜୋରରେ ଲାଗୁଛି ତ, ଯଦି ମିଳିଥାନ୍ତା ବ୍ରେଡ୍ ପକୁଡ଼ି ନେଇଥାନ୍ତି। ସଙ୍ଗୀତା ତାଙ୍କ ଆଡ଼କୁ ଦେଖିଲେ, ଆଉ ଦେଖିକି ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ଏତେ ବଡ଼ ଧନୀ ଲୋକ ଏଇ ଦୋକାନରେ ଖାଇବା ଖାଇବେ? ତା କଥା ଡରରେ ବାହାରିଲା, ବାବୁ, ଆପଣ ଏସବୁ ଖାଆନ୍ତୁ ନାହିଁ। ଏ ଆପଣଙ୍କ ପାଇଁ ନୁହେଁ। ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ତଳେ ବସିଗଲେ ଆଉ ଆରାମରେ କହିଲେ, ଏ ଖାଇବାରେ କିଛି ଅସୁବିଧା ଅଛି କି? ସଙ୍ଗୀତା ମୁଣ୍ଡ ତଳକୁ କରିଦେଲେ। ଆଖିକୁ ଲୁହ ବାହାରୁଥାଏ। ଡରରେ କହିଲେ, ନା, ଅସୁବିଧା କିଛି ନାହିଁ, କିନ୍ତୁ ଯଦି ଆପଣ ଖାଇବେ, ତାହେଲେ ଆଜି ମୁଁ ମୋ ସାନ ଭଉଣୀ ଉପାସ ଶୋଇବୁ। ଏକଥା ଶୁଣିକି ଆଦିତ୍ୟ ହୃଦୟ ଥରିଗଲା। ସେ ବହୁତ ସରଳତାରେ ପଚାରିଲେ, ତୁମ ନାଁ କ'ଣ? ସଙ୍ଗୀତା ବହୁତ ଆସ୍ତେ କହିଲେ, ସଙ୍ଗୀତା। ଆଦିତ୍ୟ ତାଙ୍କ ନାଁରେ ଡାକିଲେ, ସଙ୍ଗୀତା, ଡରନି। ସବୁଠାରୁ ପ୍ରଥମେ ତୁମେ ଏ ପକୁଡ଼ି ଖାଇବ, ଆଉ ତୁମ ଭଉଣୀଙ୍କୁ ମଧ୍ୟ ମିଳିବ। ପଇସା ମୁଁ ଦେବି। ସଙ୍ଗୀତା ଦୁବିଧାରେ କହିଲେ, ନାହିଁ ବାବୁ, ଆମକୁ ଏମିତିରେ ବଞ୍ଚିଥିବା ଖାଇବା ମିଳିଯାଏ, ଆପଣ କ'ଣ ପାଇଁ ଖର୍ଚ୍ଚ କରିବେ? କିନ୍ତୁ ଆଦିତ୍ୟ ଜୋରରେ ଦୃଢ଼ରେ ଆବାଜରେ କହିଲେ, ସଙ୍ଗୀତା, ବୋଧେ ଆଜି ଦିନ ପାଇଁ ମୋତେ ଭଗବାନ ଅଧିକ ଦେଇଛନ୍ତି। ମୁଁ ଏମିତି ଗରିବ ଲୋକ ପାଇଁ କିଛି କରିପାରିବି। ଆଜିଠାରୁ ତୁମକୁ ଭୋକରେ ରହିବାକୁ ପଡ଼ିବନି। ତାଙ୍କ କହିବା କଥାରେ ଏତେ ବିଶ୍ୱାସ ଥିଲା ଯେ ସଙ୍ଗୀତା ଆଖିରୁ ବୋହୁଥିବା ଲୁହ ବନ୍ଦ ହୋଇଗଲା। ବୋଧେ ସେହି ସମୟରୁ ଆରମ୍ଭ ହୋଇଯାଇଥାଏ ଏକ ନୂଆ କାହାଣୀ। ମଣିଷତ୍ୱ ଗୋଟିଏ ବଡ଼ କାହାଣୀ। ସଙ୍ଗୀତା ଆଖିରୁ ଲୁହ ବନ୍ଦ ହେବାକୁ ନାଁ ହିଁ ନେଉନଥିଲା। ତା ସରଳତାର କଥା, ଯଦି ତୁମେ ଖାଇବ, ତାହେଲେ ମୁଁ ଆଉ ମୋ ଭଉଣୀ ଭୋକରେ ଶୋଇବୁ। ଆଦିତ୍ୟ ହୃଦୟକୁ ଏକଦମ ଗେହେରାରେ ଛୁଇଁ ଯାଇଥିଲା। ସେ କିଛି ସମୟ ଚୁପ୍ ରହିଲେ। ଫେର୍ କହିଲେ, ସଙ୍ଗୀତା, ତୁମେ ମୋତେ ତୁମ ଘରକୁ ନେଇକି ଯିବ? ମୁଁ ଦେଖିବାକୁ ଚାହୁଁଛି ତୁମେ କେତେ ଅସୁବିଧାରେ ରହୁଛ। ସଙ୍ଗୀତା ଡରିକି ଆଖି ତଳକୁ କରିଦେଲେ। ଫେର୍ ଆସ୍ତେ କହିଲେ, ବାବୁ, ଘର ତ ଅଛି, କିନ୍ତୁ ଘର ଭଳି ନୁହେଁ। ଆପଣଙ୍କୁ ସେଠିକି ନେଇକି ଗଲେ ଆପଣଙ୍କୁ ଭଲ ଲାଗିବନି।
ଆଦିତ୍ୟ ବହୁତ ଆରାମରେ କହିଲେ, ନା, ଘର ଭଲ ଖରାପ ହୋଇନଥାଏ, ପରିସ୍ଥିତି ଭଲ ଖରାପ ହୋଇଥାଏ। ଚାଲ ମୋତେ ନେଇକି ଦେଖାଅ। ଏମିତି ଶୁଣିକି ପାଖରେ ଥିବା ଦୋକାନୀର ମାଲିକ ରାମୁ ବି ଆସିଗଲେ। ସଙ୍ଗୀତା ଡରି ଡରି ତାଙ୍କ ହାତ ଧରିଲେ ଆଉ ତାଙ୍କ ଘରର ଗଳି ଆଡ଼କୁ ଚାଲିଲେ। ଆଦିତ୍ୟ ଆଉ ରାମୁ ତାଙ୍କ ପଛେ ପଛେ ଚାଲିଲେ। ଛୋଟ ଥିଲା ସେହି ଗଳିର ଦୁଇ କଡ଼ରେ ଛୋଟ ଛୋଟ ଭଙ୍ଗା କୁଡ଼ିଆ ଥାଏ। ଗନ୍ଧ ଆଉ ଅସନା ଗରିବର ବୋଝ। ସଙ୍ଗୀତା ଗୋଟିଏ ଭଙ୍ଗାରୁଜା କୁଡ଼ିଆ ଆଗରେ ଯାଇ ରହିଗଲେ। ତା ଭିତରକୁ ଦେଖିକି ଆଦିତ୍ୟର ହୃଦୟ ଯେମିତି ଥରି ଯାଉଥାଏ। ନା କିଛି ବିଛଣା, ନା ଢଙ୍ଗର ଚାଦର। ମାଟିରେ ଚୁଲି, ଦୁଇଟି ଖାଲି ଷ୍ଟିଲର ପ୍ଲେଟ୍, ଆଉ କଣରେ ପଡ଼ିଛି କିଛି ପୁରୁଣା ବହି। ତଳେ ପଡ଼ିଥିବା କିଛି କାଗଜ ପଟଲି ହେଉଛି ତାଙ୍କର ବିଛଣା। ଅଚାନକ ଭିତରୁ ଛୋଟ ଝିଅଟିଏ ବାହାରକୁ ଆସିଲେ। ସଙ୍ଗୀତାର ସାନ ଭଉଣୀ କବିତା। ପେଟରେ ଭୋକ ଆଉ ମୁହଁରେ ସରଳତା। ଗୋଡ଼ରେ ଛିଣ୍ଡା ଚପଲ ଆଉ ହାତରେ ଗୋଟେ ପୁରୁଣା ଖାତା ଥିଲା। ସଙ୍ଗୀତା କହିଲେ, ଏ ମୋ ସାନ ଭଉଣୀ, ଏ ମୋ ଦୁନିଆ। ଆଦିତ୍ୟର ଆଖି ଏସବୁ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ଯାଇକି କବିତା ମୁଣ୍ଡ ଉପରେ ହାତ ବୁଲାଇ ଦେଇ କହିଲେ, ଝିଅ, ଏବେ ତୁମକୁ ଭୋକରେ ଆଉ ରହିବାକୁ ପଡ଼ିବନି। ତମ ଦିନ ଆଜିଠାରୁ ବଦଳିଯିବ। ଏତିକି କହିକି ଆଦିତ୍ୟ କୁଡ଼ିଆ ଭିତରେ ବସିଗଲେ। କାନ୍ଥ କଡ଼ରେ ପଡ଼ିଥିବା ବହିକୁ ଉଠାଇକି ଦେଖିଲେ। ଧୂଳିରେ ବୋଳି ହୋଇଯାଇଥାଏ ସେ ବହି, କିନ୍ତୁ ଜଣା ଯେମିତି ପଡ଼ୁଥାଏ ପରିଶ୍ରମର ଚିହ୍ନ। ସେ ସଙ୍ଗୀତା ଆଡ଼କୁ ଦେଖିଲେ। ତୁମେ ପଢ଼ିବାକୁ ଚାହୁଁଥିଲ? ସଙ୍ଗୀତାର ଆଖି ଅଚାନକ ଚମକି ପଡ଼ିଲା ଆଉ କହିଲେ, ହଁ ବାବୁ, ଛୋଟବେଳୁ ମୋର ସ୍ୱପ୍ନ ଥିଲା ମୁଁ ପାଠ ପଢ଼ିବି ଆଉ ଜୀବନରେ କିଛି କରିବି। କିନ୍ତୁ ମା ଚାଲିଗଲେ, ବାପା ମଦ ପିଇକି ସବୁବେଳେ ନିଶାରେ ରହିଲେ, ଆଉ ଆମ ସ୍କୁଲ ବନ୍ଦ ହୋଇଗଲା। ଆଉ ଏବେ ତ ଭୋକ ଆମର ସବୁଠାରୁ ବଡ଼ ପାଠ ପଢ଼ିବା ହୋଇଗଲା। ଆଦିତ୍ୟ ଚୁପ୍ ରହିଲେ ଆଉ ତାଙ୍କ ହୃଦୟରେ ଯେମିତି ସଂକଳ୍ପ ନେଲେ। ସେ ତାଙ୍କ ପର୍ସରୁ 5,000 ଟଙ୍କା ବାହାର କଲେ, ସଙ୍ଗୀତା ହାତରେ ରଖିଦେଲେ ଆଉ କହିଲେ, ଏ ଆରମ୍ଭ। କାଲିଠାରୁ ତୁମେ ଦୁଇଜଣ ସ୍କୁଲ ଯିବ। ଫିସ୍, ବହି, ଡ୍ରେସ୍, ଖାଇବା ଏସବୁ କିଛି ମୋ ଦାୟିତ୍ୱ। ଆଉ ସଙ୍ଗୀତା, ତମ ସ୍ୱପ୍ନ ଏବେ ବି ମରିନି। ତୁମେ ପାଠ ପଢ଼ିବ ଆଉ ମୁଁ ତୁମକୁ ପଢ଼େଇବି। ସଙ୍ଗୀତା ମୁଣ୍ଡ ତଳକୁ କରିଦେଲେ ଆଉ ଆଖିରୁ ଯେମିତି ଲୁହ ବାହାରୁଥିବା ବନ୍ଦ ହୋଇଯାଇଥାଏ। କିନ୍ତୁ ଏଥର ଏସବୁ ଡରିକି ନୁହେଁ, ଆଶାର ଥିଲା। ରାମୁ କାକାଙ୍କ ଆଖି ବି ଲୁହରେ ଆସିଗଲା। ସେ କହିଲେ, ବାବୁ, ମୁଁ ଯେତିକି ପାରିବି ସେତିକି ସାହାଯ୍ୟ କରିବି ତୁମ ପରି। ଏ ତ ଭଗବାନ ପଠାଇଥିବା ଲୋକ ହିଁ ଏମିତି କରିପାରିବେ। ଆଦିତ୍ୟ ସଙ୍ଗୀତା ଆଉ କବିତା ଦୁଇଜଣଙ୍କୁ ପାଖରେ ବସାଇଲେ ଆଉ କହିଲେ, ଆଜିଠାରୁ ତୁମକୁ ଭୋକରେ ରହିବାକୁ ପଡ଼ିବନି। ଆଜିଠାରୁ ତୁମ ସ୍ୱପ୍ନ ତାଲା ପଡ଼ିକି ରହିବନି। ଯେ ପର୍ଯ୍ୟନ୍ତ ମୁଁ ଅଛି, ତୁମେ ଡରିବା କିଛି ଦରକାର ନାହିଁ। କୁଡ଼ିଆରେ ସେହି କାନ୍ଥ ଯେ ପର୍ଯ୍ୟନ୍ତ ଗରିବ ଭିକାରୀ ପଣର ସାକ୍ଷୀ ଥିଲା। ପ୍ରଥମ ଥର ଆଶାର ଆଲୋକ ଯେମିତି ଜାଗି ଉଠିଲା। ଅନ୍ଧାର ଘରେ ଗୋଟେ ଛୋଟ ଦୀପ ଜଳି ସାରିଥିଲା। ତା ପରଦିନ ସକାଳେ ସୂର୍ଯ୍ୟର କିରଣ ଗଳିର ଭଙ୍ଗାରୁଜା ଘରେ କାନ୍ଥରେ ପଡ଼ିଥାଏ। ସଙ୍ଗୀତା କୁଡ଼ିଆରେ କିଛି ଅଲଗା ପ୍ରକାରର ବାତାବରଣ ଥାଏ। କବିତା ତା ଛୋଟ ଖାତାକୁ ସଫା କଲେ ଆଉ ସଙ୍ଗୀତା ପ୍ରଥମ ଥର ଏତେ ଦିନ ପରେ ହସୁଥାନ୍ତି। ଆଦିତ୍ୟ ସକାଳୁ ସକାଳୁ ଆସି ପହଞ୍ଚିଗଲେ। ହାତରେ ଦୁଇଟି ସ୍କୁଲ ବ୍ୟାଗ୍, ବହି ଆଉ ନୂଆ ଡ୍ରେସ୍। ତା ସାଥିରେ ଟିଫିନ୍ ବକ୍ସ, ଯେଉଁଥିରେ ସଙ୍ଗେ ସଙ୍ଗେ ବନା ହୋଇଥିବା ଖାଦ୍ୟ। ଏସବୁ ଦେଖି ସଙ୍ଗୀତା ଆଉ କବିତାର ଆଖି ଚମକି ଉଠିଲା। କବିତା ସ୍କୁଲ ବ୍ୟାଗକୁ ଦେଖିକି କୁଣ୍ଢେଇ ପକାଇଲା, ଯେମିତି ଗୋଟେ ଅମୂଲ୍ୟ ସମ୍ପଦ ମିଳିଗଲା। ସଙ୍ଗୀତାର ଆଖି ଖୁସିରେ ଉଛୁଳି ପଡ଼ୁଥାଏ। ବାବୁ, ଏସବୁ ଆମ ପାଇଁ? ଆଦିତ୍ୟ ହସିକି କହିଲେ, ହଁ ସଙ୍ଗୀତା, ଏବେଠାରୁ ତୁମ ଜୀବନ ବଦଳିବା ଆରମ୍ଭ ହୋଇଗଲା। ତୁମେ ଦୁଇ ଭଉଣୀ ପାଠ ପଢ଼ିବ ଆଉ ଭଲରେ ପଢ଼ିବ। କେହି ତୁମକୁ ଅଟକାଇ ପାରିବେନି। ରାମୁ କାକା ବି ସେଇଠି ଛିଡ଼ା ହୋଇଥିଲେ। ସେ କହିଲେ, ଝିଅ, ସ୍କୁଲର ଫିସ୍ ଆଉ ଖର୍ଚ୍ଚର ଚିନ୍ତା କରିବୁନି। ଏସବୁ ଆଦିତ୍ୟ ବାବୁ ବୁଝିବେ। ସେହିଦିନ ସଙ୍ଗୀତା ଆଉ କବିତା ପ୍ରଥମ ଥର ସଫାସୁତୁରା ଡ୍ରେସ୍ ପିନ୍ଧି ସ୍କୁଲକୁ ଗଲେ।
ପିଲା ଦେଖିକି ହସୁନଥିଲେ, ବରଂ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ଗୋଟିଏ ଛୋଟ କୁଡ଼ିଆରେ ରହୁଥିବା ଏଇ ଦୁଇଟି ଝିଅ ଏବେ ସ୍କୁଲରେ ନୂଆ ବ୍ୟାଗ୍, ନୂଆ ବହି ସାଥିରେ ଆସିଥାନ୍ତି। ସ୍କୁଲ ରୁମ୍ରେ ବସିବା ପରେ କବିତାର ଆଖିରେ ଉତ୍ସାହ ଝଲକୁଥାଏ। ସଙ୍ଗୀତାର ବୟସ ଅଧିକ ଥିଲା, କିନ୍ତୁ ଆଦିତ୍ୟ ସେଇ ସ୍କୁଲରେ ସଙ୍ଗୀତାର ବିଶେଷ ଭାବରେ ଆଡ଼ମିସନ୍ କରିଦେଇଥିଲେ। ସେ ସଙ୍ଗୀତକୁ ସ୍ୱପ୍ନର କିଛି ବୟସ ନଥାଏ। ତୁମେ 19 ବର୍ଷର ବୟସର, କିନ୍ତୁ ତମର କିଛି ଶିଖିବାର ଇଚ୍ଛା ଏବେ ବି ଛୋଟ ପିଲାଠାରୁ କମ୍ ନୁହେଁ। ଧୀରେ ଧୀରେ ସମୟ ବିତି ଚାଲିଲା। ସଙ୍ଗୀତା ପାଠପଢ଼ାରେ ସମସ୍ତଙ୍କଠାରୁ ଆଗରେ ଥିଲେ। ସବୁ ସାର୍ ମ୍ୟାଡ଼ାମ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ସବୁ ପ୍ରଶ୍ନର ଉତ୍ତର ସଙ୍ଗୀତା ପାଖରେ ଥାଏ। ଆଉ ତାଙ୍କ ଭିତରେ ପାଠ ପଢ଼ାର ଯେଉଁ ଭୋକ, ଏ କେବଳ ପେଟରେ ନୁହେଁ, ବରଂ ପାଠର ଭୋକ ହୋଇଯାଇଥିଲା। ଆଦିତ୍ୟ ସବୁ ସପ୍ତାହରେ ତାଙ୍କ ଘରକୁ ଆସୁଥିଲେ। କେବେ ଡ୍ରେସ୍, କେବେ ବହି, ଆଉ କେବେ ତ ଟ୍ୟୁସନ୍ ଫିସ୍ ନେଇକି ଆସନ୍ତି। ସବୁଠାରୁ ବଡ଼ କଥା, ସଙ୍ଗୀତା ତାଙ୍କର ଆଗ୍ରହ ଦେଖି କହୁଥିଲେ, ଗୋଟିଏ ଦିନ ବହୁତ ବଡ଼ ମଣିଷ ହେବ। ତୁମର କଷ୍ଟର ଝାଳ ତୁମକୁ ଲୋକମାନେ ଜାଣିବେ। ଗଳିର ଲୋକମାନେ ବି ବଦଳିବାକୁ ଲାଗିଥାନ୍ତି। ପ୍ରଥମେ ଯିଏ ସଙ୍ଗୀତା କବିତାକୁ ଦେଖିକି ଶିଖେଇକି କହୁଥିଲେ, ଏବେ ସେହି ଲୋକ କହୁଛନ୍ତି, ଦେଖ ଏ ଝିଅ ପାଠ ପଢ଼ୁଛି, ବୋଧେ ଗୋଟେ ଦିନ ଆମ ଗଳିର ନାଁ ରଖିବ। ଆଉ ସହରରେ କିଛି ମାସ ଭିତରେ ହିଁ ସଙ୍ଗୀତା ସ୍କୁଲରେ ଫାଷ୍ଟ ଆସିବା ଆରମ୍ଭ କରିଦେଇଥିଲା। ତାଙ୍କ ଆଖିରେ ଚମକ ଫେରି ଆସିଥିଲା। ଯାହା ଆଗରୁ ଭୋକ ଗାରଠାରୁ ଲୁହ ବାହାରୁଥିଲା, ଏବେ ବହି ଭିତରେ ତାଙ୍କର ସ୍ୱପ୍ନ ବାସ୍ନା ଆସୁଥାଏ। କବିତା ବି ଖୁସି ଥିଲେ। ଏବେ ଦୁଇ ଭଉଣୀ ସାଙ୍ଗରେ ପଢ଼ୁଥିଲେ। ସଙ୍ଗୀତାର ହସୁଥିଲେ, ଆଉ ରାତିରେ ବୁଢ଼ୀମା ପାଖରେ ବସି ଦୀପର ଆଲୋକରେ ହସ୍ତାକ୍ଷର ଲେଖୁଥିଲେ। ଆଦିତ୍ୟ ଯେବେ ବି କୁଡ଼ିଆକୁ ଆସୁଥିଲେ, ଦୁଇ ଭଉଣୀଙ୍କ ଆଖିରେ ଭଗବାନଙ୍କ ରୂପ ଦେଖୁଥିଲେ। ସଙ୍ଗୀତା ଗୋଟେ ଦିନ ଥରୁଥିବା ଆବାଜରେ କହିଲେ, ବାବୁ, ଯଦି ଆପଣ ନଥାନ୍ତେ ତାହେଲେ ଆମ କେବେଠାରୁ ମରିସାରନ୍ତୁଣି। ଆପଣ କେବଳ ଆମକୁ ସାହାଯ୍ୟ କରିନାହାନ୍ତି, ଆପଣ ଆମକୁ ବଞ୍ଚିବାର ଶିଖାଇଛନ୍ତି। ଆଦିତ୍ୟ ତାଙ୍କ ହାତ ଧରି ପକାଇଲେ ଆଉ କହିଲେ, ନା ସଙ୍ଗୀତା, ମୁଁ ତ କେବଳ ଗୋଟିଏ କବାଟ ଖୋଲି ଦେଇଥିଲି। ସେ କବାଟରୁ ବାହାରି ସ୍ୱପ୍ନ ଦୁନିଆରେ ବଞ୍ଚିବା ରାସ୍ତା ତୁମେ ନିଜକୁ ଠିକ୍ କରିବାକୁ ପଡ଼ିବ। ସେହିଦିନ ସଙ୍ଗୀତା ଆଖିରେ ପ୍ରଥମ ଥର ଗୋଟେ ସ୍ୱପ୍ନ ସ୍ପଷ୍ଟ ଭାବରେ ଦେଖାଗଲା। ମୁଁ ବଡ଼ ହେଇକି ଡକ୍ଟର ହେବି। ଭୋକରେ ନୁହେଁ, ରୋଗରେ ଥିବା ଲୋକଙ୍କର ସେବା କରିପାରିବି। ବୋଧେ ସେହି ଦିନଠାରୁ ତାହା ଜୀବନରେ ଅସଲ ରାସ୍ତା ଆରମ୍ଭ ହେଲା। ବର୍ଷ ବିତିଗଲା। ଗଳିରେ ସେହି କୁଡ଼ିଆ ସେଇଠି କେବେ ଭୋକରେ ଅନ୍ଧାର ଥିଲା। ଏବେ ସବୁଦିନ ପାଠପଢ଼ାର ଆବାଜରେ ଘର କମ୍ପୁଥିଲା। ସଙ୍ଗୀତା ଓ କବିତା ଦୁଇଜଣ ସ୍କୁଲରେ ବହୁତ ଭଲ। ପାଠପଢ଼ାରେ ଆଗରେ ବଢ଼ୁଥିଲେ। ସଙ୍ଗୀତାର ପରିଶ୍ରମ ଓ ଇଚ୍ଛାକୁ ଦେଖିକି ପୁରା ସ୍କୁଲରେ ଚିହ୍ନୁଥିଲେ। ତା ଆଖିର ଏବେ ଡର ନାହିଁ, ବରଂ ସ୍ୱପ୍ନର ଚମକ ଥିଲା। ସବୁ ପରୀକ୍ଷାରେ ସେ ଫାଷ୍ଟ ଆସୁଥିଲେ। ସବୁ ପୁରସ୍କାର ସେ ଛୋଟ ଘରକୁ ଆଲୋକିତ କରିଦେଉଥିଲା। ଆଦିତ୍ୟ ସବୁଥରକ ସଙ୍ଗୀତାର ସଫଳତା ଦେଖିକି ହସୁଥିଲେ ଆଉ କହୁଥିଲେ, ସଙ୍ଗୀତା, ମୁଁ ତୁମକୁ ସବୁବେଳେ ପଢ଼ୁଥିବାର ଦେଖିବାକୁ ଚାହୁଁନି। ମୁଁ ଚାହୁଁଛି ଯେ ଦୁନିଆ ତୁମକୁ ଜାଣୁ। ଧୀରେ ଧୀରେ ସଙ୍ଗୀତାର ବୋର୍ଡ଼ ପରୀକ୍ଷାର ସମୟ ଆସିଗଲା। ଗଳିରେ ଲୋକ ଯେଉଁମାନେ ପ୍ରଥମ କହୁଥିଲେ, ଏ ଝିଅମାନେ କ'ଣ କରିପାରିବେ, ଏବେ କହୁଛନ୍ତି, ଇଏ ତ ସତରେ କମାଲ କରିଦେଲେ। ଭଗବାନ କରନ୍ତୁ ୟାଙ୍କର ସ୍ୱପ୍ନ ପୂରା ହେଉ। ଆଉ ହେଲା ବି ସେଇଆ। ପରିଣାମ ଦିନ ଯେବେ ରେଜଲ୍ଟ ଆସିଲା, ସଙ୍ଗୀତା ପୁରା ଜିଲ୍ଲାରେ ଟପ୍ 1ରେ ଆସିଲେ। ଆଉ ସେ ଇଣ୍ଟରଭ୍ୟୁରେ ବି ଟପ୍ରେ ଆସିଲେ। କିନ୍ତୁ ଏଥର ପୁରା ଜିଲ୍ଲାରେ ନୁହେଁ, ପୁରା ରାଜ୍ୟରେ ଟପ୍ ଆସିଲେ। ତାଙ୍କ ନାଁ ଖବରକାଗଜରେ ବାହାରିଲା। ଗଳିର କୁଡ଼ିଆରେ ଲୋକ ମିଠା ନେଇକି ଆସିଲେ। ବୁଢ଼ୀମା ଆଖିରେ ଲୁହ ଆସିଗଲା। ଝିଅ, ତୁ ତ ସାବ୍ୟସ୍ତ କରିଦେଲୁ। ପରିସ୍ଥିତି ଯେତେ ଖରାପ ହେଇଥାଉ, ଯଦି ସାହସ ଥିବ ଜୀବନ ବଦଳିଯିବ। କିନ୍ତୁ ସଙ୍ଗୀତାର ଏତେ ମୋଟେ ଆରମ୍ଭ ହେଲା। ତାଙ୍କ ସ୍ୱପ୍ନ ଆହୁରି ବଡ଼ ଥିଲା, ଡକ୍ଟର ହେବାର। ଆଦିତ୍ୟ ତାଙ୍କ ଫର୍ମ ଭରିଦେଲେ, କୋଚିଂର ବ୍ୟବସ୍ଥା କଲେ, ଆଉ ସବୁ ସୁବିଧା କରିଦେଲେ। ରାତିଦିନ ପରିଶ୍ରମ, ଦୀପର ଆଲୋକ ଆଉ ଆଦିତ୍ୟର ସାହସ
ସଙ୍ଗୀତାକୁ ଏତେ ମଜବୁତ କରିଦେଇଥିଲା ଯେ ମେଡ଼ିକାଲର ପ୍ରବେଶ ପରୀକ୍ଷା ପାସ୍ କରିଗଲେ। ଯେଉଁଦିନ ଆଡ଼ମିସନ୍ ଲେଟର ଆସିଲା, ସଙ୍ଗୀତା ଥରିକି ଆଦିତ୍ୟ ସାମ୍ନାରେ ଛିଡ଼ା ହେଲେ। ତାଙ୍କ ଆଖିରେ ଲୁହ ଥାଏ। ହାତରେ ସେ ଚିଠି। ବାବୁ ଦେଖ, ମୋତେ ହାଇଦ୍ରାବାଦ ମେଡ଼ିକାଲ କଲେଜରେ ଆଡ଼ମିସନ୍ ମିଳିଯାଇଛି। ଆଦିତ୍ୟ ଆଖିରେ ଲୁହ ଭିଜିଗଲା। ସେ ସଙ୍ଗୀତା କାନ୍ଧରେ ହାତ ରଖି କହିଲେ, ସଙ୍ଗୀତା, ତୁମେ ଏବେ କେବଳ ଗଳିର ଝିଅ ନୁହେଁ, ତୁମେ ଏ ଗଳିର ଆଶା, ଯାହା ପାଖରେ ଭୋକ ବେମାରୀ ସାଥିରେ ଲଢ଼ିବା ପାଇଁ ସାହସ ନାହିଁ। ତୁମେ ଡକ୍ଟର ହେବ, ଆଉ ମୁଁ ସେଇ ଦିନକୁ ଦେଖିବା ପାଇଁ ବଞ୍ଚିକି ରହିବି। ସେଇଦିନ ରାତିରେ କୁଡ଼ିଆରେ କେହି ଶୋଇନଥିଲେ। କବିତା ବାର ବାର ଭଉଣୀକୁ କୁଣ୍ଢେଇ ପକାଉଥାଏ। ବୁଢ଼ୀମା ଭଗବାନଙ୍କୁ ଧନ୍ୟବାଦ ଦେଉଥାନ୍ତି। ଆଉ ସଙ୍ଗୀତା ତାଙ୍କ ବହି ସାମ୍ନାରେ ରଖିକି ଭାବୁଥାଏ, ଏ ରାସ୍ତା ସହଜ ହେବନି, କିନ୍ତୁ ମୁଁ ପୂରା କରିକି ଦେଖେଇବି। ଏବେ ତାଙ୍କ ଜୀବନରେ ଏ ନୂଆ ରାସ୍ତାରେ ଚାଲିବା ଆରମ୍ଭ ହୋଇଯାଇଥିଲା। ସମୟ ବହୁତ ଜଲ୍ଦି ବିତି ଯାଉଥାଏ। ସଙ୍ଗୀତା ମେଡ଼ିକାଲ କଲେଜରେ ଦିନରାତି ପରିଶ୍ରମ କଲେ। କେବେ ଦିନରାତି ଚାହିଁକି ପାଠ ପଢ଼ିବା ତ ଆଉ କେବେ ଭୋକ ଥକାପନକୁ ଅଣଦେଖା କରିକି ବହିରେ ବୁଡ଼ିଯିବା। ତାଙ୍କର ସବୁ ପାଦରେ ଆଦିତ୍ୟଙ୍କର ହିମ୍ମତ ସାଥିରେ ଥିଲା। 5 ବର୍ଷ ପରେ ସେ ଯେତେବେଳେ ଧଳା ରଙ୍ଗର ଡକ୍ଟର କୋଟ୍ ପିନ୍ଧିକି ଆସିଲେ, ପୂରା ହସ୍ପିଟାଲର ତାଳିରେ ଫାଟି ଯାଉଥାଏ। ତାଙ୍କ ନାଁ ଡକା ହେଲା, ଡକ୍ଟର ସଙ୍ଗୀତା ମିଶ୍ର। ବୁଢ଼ୀମା ଆଖିରୁ ଲୁହ ଶୁଖୁନଥାଏ। କବିତା ଖୁସିରେ ଡେଉଁଥାନ୍ତି, ଆଉ ପଛରେ ଛିଡ଼ା ହୋଇ ଆଦିତ୍ୟ ତାଙ୍କ ଓଦା ଆଖିରେ ଦେଖୁଥିଲେ। ତାଙ୍କର ପ୍ରତିଶ୍ରୁତି ପୂରା ହେଇଗଲା। ସଭାରେ ଯେତେବେଳେ ସବୁ ଲୋକମାନେ ଚାଲିଗଲେ, ସେତେବେଳେ ଆଦିତ୍ୟ ଧୀରେ ଧୀରେ ପାଖକୁ ଆସିଲେ। ସଙ୍ଗୀତା ଆଖିରେ ଚମକ ଥିଲା, କିନ୍ତୁ ଓ ଥରୁଥିଲା। ସେ ଆସ୍ତେ କି କହିଲେ, ବାବୁ, ଯଦି ସେଦିନ ଆପଣ ମୋତେ ସାହାଯ୍ୟ କରିନଥାନ୍ତେ, ବୋଧେ ମୁଁ ଏ ଜାଗାରେ କେବେ ବି ଛିଡ଼ା ହୋଇପାରିନଥାନ୍ତି। ଆପଣ ମୋ ଜୀବନ ବଞ୍ଚେଇ ନାହାନ୍ତି। ଆଦିତ୍ୟ ତାଙ୍କର ଆଖିରେ ଭଲ ଭାବରେ ଦେଖିଲେ। କିଛି ସମୟ ଚୁପ୍ ରହିଲେ। ଫେର୍ ହସିକି କହିଲେ, ସଙ୍ଗୀତା, ମୁଁ ତୁମକୁ କେବଳ ଭୋକରୁ ବଞ୍ଚେଇନି, ମୁଁ ତୁମ ସ୍ୱପ୍ନ ବି ବଞ୍ଚେଇ ଦେଲି। ଆଉ ଆଜି ଯେତେବେଳେ ତୁମେ ତୁମ ଗୋଡ଼ରେ ଛିଡ଼ା ହେଲ, ଏବେ ମୁଁ ତୁମକୁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହୁଁଛି। ସଙ୍ଗୀତା ଚମକି ପଡ଼ିଲେ। କି ପ୍ରଶ୍ନ? ଆଦିତ୍ୟ ଥରୁଥିବାର ଆବାଜରେ କହିଲେ, ତୁମେ ମୋ ଜୀବନସାଥୀ ହୋଇପାରିବ? ଏକଥା ଶୁଣିକି ସଙ୍ଗୀତାଙ୍କ ଆଖିରୁ ଲୁହ ଝଲସି ଉଠିଲା। ସେ କିଛି ନ କହି ଆଦିତ୍ୟଙ୍କ ହାତ ଉପରେ ତାଙ୍କ ହାତ ଆଣି ରଖିଦେଲେ। ଆଖିରେ କୃତଜ୍ଞତା ଥିଲା, ଓଠରେ ହସ, ଆଉ ମନରେ ଶାନ୍ତି। କିଛି ମାସ ପରେ ସହରର ବଡ଼ ମନ୍ଦିରରେ ବାହାଘର ହେଲା। ଗଳିର ସେଇ ଝିଅ, କେବେ ଗୋଟିଏ ରୁଟି ପାଇଁ କାନ୍ଦୁଥିଲେ, ଆଜି ଡକ୍ଟର ହୋଇଯାଇଛନ୍ତି, ଆଉ ତାଙ୍କ ବାହାଘର ମଣ୍ଡପରେ ସମସ୍ତଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ଯେତେବେଳେ ଆଦିତ୍ୟ ସଙ୍ଗୀତାଙ୍କ ବେକରେ ବରମାଳା ଦେଲେ, ସେତେବେଳେ ସଙ୍ଗୀତାର ଆଖିରେ ଲୁହ ଆସିଗଲା। ଆଦିତ୍ୟ ସଙ୍ଗୀତା କାନରେ ଧୀରେ ଧୀରେ କହିଲେ, ଏବେଠାରୁ ତୁମକୁ ଆଉ କେବେ ଏକା ଲଢ଼ିବାକୁ ପଡ଼ିବନି। କାହିଁକି ନା ଏବେଠାରୁ ତୁମର ସବୁ ସ୍ୱପ୍ନ ମୋ ସ୍ୱପ୍ନ ବି। ପୂରା ମଣ୍ଡପରେ ତାଳିରେ ଫାଟି ଯାଉଥାଏ। ସେଠି ଛିଡ଼ା ହୋଇଥିବା ସବୁ ଲୋକଙ୍କ ଆଖିରେ ଗୋଟିଏ କଥା ଥିଲା, ମଣିଷତ୍ୱଠାରୁ ଆଉ ବଡ଼ କିଛି ଧର୍ମ ନାହିଁ। ଆଉ ଗୋଟେ ଛୋଟ ସାହାଯ୍ୟ ମଣିଷର ଜୀବନକୁ ପୂରା ବଦଳେଇ ଦିଏ। ସାଙ୍ଗମାନେ, କେବେ କେବେ ଛୋଟ ଛୋଟ ସାହାଯ୍ୟ ମଣିଷକୁ ସବୁଦିନ ପାଇଁ ବଦଳେଇ ଦେଇଥାଏ। ଯଦି ସେଇଦିନ ଆଦିତ୍ୟ ସଙ୍ଗୀତାର ଭୋକକୁ ଅନୁଭବ କରି ନ ପାରିଥାନ୍ତେ, ତେବେ ଆଜି ବୋଧେ ଏ ସମାଜ ଗୋଟେ ଡକ୍ଟର ଆଉ ମଣିଷ ପଣିଆକୁ ହଜେଇ ଦେଇଥାନ୍ତା। ଯଦି ମୋ କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।